ପୁଣି ଶସ୍ତା ହେଲା ସୁନା। ଆଜି ହିଁ କିଣି ନିଅନ୍ତୁ। 22 କ୍ୟାରେଟ୍ ଦାମ ଜାଣିଲେ ନିଜକୁ ଅଟକାଇ ପାରିବେନି। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନାର 10 ଗ୍ରାମ ରେଟ୍ 1,33,800 ଟଙ୍କା ଥିବାବେଳେ 24 କ୍ୟାରେଟ୍ର ଦାମ 1,45,970 ଟଙ୍କା ରହିଛି। 22 ଓ 24 କ୍ୟାରେଟ୍ରେ 2750 ଓ 2950 ଟଙ୍କା ହ୍ରାସ ହୋଇଛି। ରାଜଧାନୀ ନୂଆଦିଲ୍ଲୀରେ 22 କ୍ୟାରେଟ୍ ସୁନାର 10 ଗ୍ରାମ ଦାମ 1,33,950 ଟଙ୍କା ଥିବାବେଳେ 24 କ୍ୟାରେଟ୍ର ରେଟ୍ 1,46,120 ଟଙ୍କା ରହିଛି। ଆମେରିକୀୟ ଡଲାର ମଜବୁତ ହେବା ଏବଂ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକମାନେ ଏବେ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତିତ ଅଛନ୍ତି। ଏହି କାରଣରୁ ଗତ ସପ୍ତାହରେ ସୁନାର ମୂଲ୍ୟ ହ୍ରାସ ହୋଇଥିଲା। ଯେତେବେଳେ ଇରାନ ସହିତ ଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ ସୁନା ପ୍ରାୟ 1,60,000 ଟଙ୍କା ଥିଲା। ତଥାପି M6ରେ ସୁନାର ମୂଲ୍ୟ ଗତ ସପ୍ତାହରେ ଏକ ବଡ଼ ଝଟକା ପାଇଥିଲା। ଏହି ସମୟ ମଧ୍ୟରେ ସୁନା ପ୍ରତି 10 ଗ୍ରାମ 1,44,850 ଟଙ୍କାରେ ବନ୍ଦ ହୋଇଥିଲା। ଯେତେବେଳେ କମେକ୍ସରେ ସୁନାର ମୂଲ୍ୟ ପ୍ରତି ଟ୍ରୟ ଆଉନ୍ସ $4,574ରେ ବନ୍ଦ ହୋଇଥିଲା। ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ସୁନା ମୂଲ୍ୟ ବର୍ତ୍ତମାନ ଏକ ଜଟିଳ ମାକ୍ରୋ ପରିବେଶ ଦେଇ ଗତି କରୁଛି। ଭୂ ରାଜନୈତିକ ଉତ୍ତେଜନା ଏବଂ ମୁଦ୍ରା କଡ଼ାକଡ଼ି ହେବାର ଆଶା ବିପରୀତ ଦିଗରେ ଟାଣି ହେଉଛି। ସେମାନେ ଭବିଷ୍ୟତବାଣୀ କରିଛନ୍ତି ଯେ ସୁନାର ହ୍ରାସ ଧାରା ଜାରି ରହିପାରେ। ଫଳସ୍ୱରୂପ ଭାରତରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 1,27,000 ଟଙ୍କା ଏବଂ ଆନ୍ତର୍ଜାତୀୟ ବଜାରରେ $4,250 ପ୍ରତି ଆଉନ୍ସ ପର୍ଯ୍ୟନ୍ତ ପହଞ୍ଚିପାରେ। ସୁନା ମୂଲ୍ୟ ହ୍ରାସ ପାଇବାର କାରଣ। ଏସ୍ଏସ୍ ୱେଲଷ୍ଟ୍ରିଟ୍ର ପ୍ରତିଷ୍ଠାତା ସୁଗନ୍ଧା ସଚଦେବ କହିଛନ୍ତି ଯେ ପଶ୍ଚିମ ଏସିଆର ବଢ଼ୁଥିବା ସଂଘର୍ଷ, ବିଶେଷ କରି ଇରାନର ଦକ୍ଷିଣ ପାର୍ଶ୍ୱ ଗ୍ୟାସ୍ କ୍ଷେତ୍ର ଉପରେ ଇସ୍ରାଏଲି ଆକ୍ରମଣ ଏବଂ ପ୍ରମୁଖ ଉପସାଗରୀୟ ଦେଶଗୁଡ଼ିକରେ ଶକ୍ତି ଭିତ୍ତିଭୂମି ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ବିଶ୍ୱ ଶକ୍ତି ବିପଦକୁ ଯଥେଷ୍ଟ ବୃଦ୍ଧି କରିଛି। ଏହା ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପାଇଛି, ଯାହା ବିଶ୍ୱବ୍ୟାପୀ ଇନ୍ଧନ ଓ ଲଜିଷ୍ଟିକ୍ସ ଖର୍ଚ୍ଚ ବୃଦ୍ଧି ହେତୁ ଆମଦାନୀ ମୁଦ୍ରାସ୍ଫୀତି ବିଷୟରେ ଚିନ୍ତା ବଢ଼ାଇଛି। ସୁଗନ୍ଧା ସଚଦେବ ଆହୁରି କହିଛନ୍ତି ଯେ ଏକ ଶକ୍ତିଶାଳୀ ଆମେରିକୀୟ ଡଲାର, ଉଚ୍ଚ ବଣ୍ଡ, ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟରୁ ନିରନ୍ତର ମୁଦ୍ରାସ୍ଫୀତି ଚିନ୍ତା ଆମେରିକୀୟ ଫେଡେରାଲ ରିଜର୍ଭ ଦ୍ୱାରା ଏକ ପ୍ରମୁଖ ସୁଧହାର ହ୍ରାସ ପାଇବା ମଧ୍ୟରେ ନିକଟ ଭବିଷ୍ୟତରେ ସୁନା ମୂଲ୍ୟ ଚାପ ମଧ୍ୟରେ ରହିପାରେ। ଯଦି ଆମେରିକାରେ ମୁଦ୍ରାସ୍ଫୀତି ହ୍ରାସ ନ ପାଏ ତେବେ ଫେଡେରାଲ ରିଜର୍ଭ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସୁଧ ହାର ବୃଦ୍ଧି କରିବ, ଯାହା ଲୋକଙ୍କୁ କମ୍ ଖର୍ଚ୍ଚ କରିବାକୁ ବାଧ୍ୟ କରିବ। ଉଚ୍ଚ ସୁଧହାର ଖର୍ଚ୍ଚ ହ୍ରାସ କରିବ। ଉଚ୍ଚ ସୁଧହାର ଡଲାରକୁ ମଜବୁତ କରିବ। ଏହାର ମୂଲ୍ୟ ବୃଦ୍ଧି କରିବ କାରଣ ବିଶ୍ୱବ୍ୟାପୀ ନିବେଶକମାନେ ଡଲାରରେ ନିବେଶ କରିବେ। ଯେହେତୁ ଆନ୍ତର୍ଜାତୀୟ ବଜାରରେ ସୁନା ଡଲାରରେ କାରବାର ହୁଏ, ଏକ ମଜବୁତ ଡଲାର ସୁନାକୁ ଶସ୍ତା କରିବ। ସେବି ପଞ୍ଜୀକୃତ ବଜାର ବିଶେଷଜ୍ଞ ଅନୁଜ ଗୁପ୍ତା କହିଛନ୍ତି ଯେ ଆମେରିକା ଇରାନ ଯୁଦ୍ଧ ସତ୍ତ୍ୱେ ଆଜି ସୁନା ହାର ସ୍ଥିର ଅଛି କିମ୍ବା ହ୍ରାସ ପାଉଛି, କାରଣ ବଜାର ଅନୁମାନ କରୁଛି ଯେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୁଦ୍ରାସ୍ଫୀତିର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି। ସାଧାରଣତଃ ଯେତେବେଳେ ସୁନା ମୂଲ୍ୟ 1,50,000 ଟଙ୍କା ଅତିକ୍ରମ କରେ, ନିବେଶକମାନେ ଲାଭ ବୁକ୍ କରିବା ପାଇଁ ପ୍ରଚୁର ପରିମାଣର ସୁନା ବିକ୍ରୟ କରିବା ଆରମ୍ଭ କରନ୍ତି, ଯାହା ହଠାତ୍ ବଜାରରେ ସୁନାର ଯୋଗାଣ ବୃଦ୍ଧି ପାଏ। ଫଳସ୍ୱରୂପ ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରେ। ଚୀନ ଏବଂ ଭାରତ ବିଶ୍ୱର ସର୍ବାଧିକ ସୁନା କ୍ରେତା। ଯଦି ମୂଲ୍ୟ ଉଚ୍ଚ ରହେ ତେବେ ଚାହିଦା ହ୍ରାସ ପାଇବ, ଯାହାର ସିଧାସଳଖ ପ୍ରଭାବ ମୂଲ୍ୟ ଉପରେ ପଡ଼ିବ। ସୁନାର ମୂଲ୍ୟ କେତେ ହେବ ଆସନ୍ତୁ ଜାଣିବା। ମନ୍ଦାବସ୍ଥା ଚାପ ଜାରି ରହିବ ବୋଲି ଆଶା କରି ଏଲ୍କେପି ସିକ୍ୟୁରିଟିଜର ଗବେଷଣାର ଭାଇସ୍ ପ୍ରେସିଡେଣ୍ଟ କମୋଡିଟି ଏବଂ ମୁଦ୍ରା ଯତୀନ ତ୍ରିବେଦୀ କହିଛନ୍ତି, ମୁଖ୍ୟ ମାକ୍ରୋ ସଂକେତଗୁଡ଼ିକ ଏପର୍ଯ୍ୟନ୍ତ ପ୍ରତିକୂଳ ଥିବାରୁ ବଜାର ପରିବେଶ ଦୁର୍ବଳ ରହିଛି। ସୁଧହାର ବୃଦ୍ଧି ପାଇବାର ଆଶା କରାଯାଉଛି। ଯେତେବେଳେ ଜାରି ରହିଥିବା ଭୂ ରାଜନୈତିକ ଉତ୍ତେଜନା ଅଶୋଧିତ ତୈଳ ମୂଲ୍ୟକୁ ସ୍ଥିର ରଖିଛି, ଯାହା ମୁଦ୍ରାସ୍ଫୀତି ଚିନ୍ତା ବୃଦ୍ଧି କରିଛି ଏବଂ ସୁନାର ବୃଦ୍ଧିକୁ ସୀମିତ କରିଛି। ସାମଗ୍ରିକ ଭାବରେ ସୁନା ଅସ୍ଥିର ଏବଂ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି। ନିକଟ ଭବିଷ୍ୟତରେ ଏହାର ବାଣିଜ୍ୟ ପରିସର 1,40,000ରୁ 1,47,000 ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ଯେ ପର୍ଯ୍ୟନ୍ତ ମୂଲ୍ୟ ଏହି ସ୍ତର ତଳେ ରହିବ ସେ ପର୍ଯ୍ୟନ୍ତ ଧାରା ସଂଶୋଧନାତ୍ମକ ରହିବାର ସମ୍ଭାବନା ଅଛି ଏବଂ ମୂଲ୍ୟ ପ୍ରତି 10 ଗ୍ରାମ 1,35,000 ଟଙ୍କା ଏବଂ 1,27,000 ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍।
ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।